ସ୍କୁଲ ହଷ୍ଟେଲରେ ଛୁଆ ଜନ୍ମ କଲେ ଛାତ୍ରୀ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଠିକ୍ ଶୁଣିଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟ ହଷ୍ଟେଲରେ। ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ହେଲେ ମା। ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଦଶମ ଶ୍ରେଣୀ ଜଣେ ଛାତ୍ରୀ ଗର୍ଭବତୀ ଥିଲାବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଛୁଆ ଜନ୍ମ କରିଛନ୍ତି। ଘଟଣା ନେଇ ଚିନ୍ତାରେ ଥିବା ବାପା ମା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି। ହେଲେ ସେପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ୱାର୍ଡେନଙ୍କୁ ଦୋଷ ଲଦିଛନ୍ତି। ପୁଣି କହି ରଖିବାକୁ ଚାହେଁ, ସ୍କୁଲ ହଷ୍ଟେଲରେ ଛୁଆ ଜନ୍ମ କଲେ ଛାତ୍ରୀ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଠିକ୍ ଶୁଣିଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟ ହଷ୍ଟେଲରେ। ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ହେଲେ ମା। ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଦଶମ ଶ୍ରେଣୀ ଜଣେ ଛାତ୍ରୀ ଗର୍ଭବତୀ ଥିଲାବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଛୁଆ ଜନ୍ମ କରିଛନ୍ତି। ଘଟଣା ନେଇ ଚିନ୍ତାରେ ଥିବା ବାପା ମା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି। ହେଲେ ସେପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ୱାର୍ଡେନଙ୍କୁ ଦୋଷ ଲଦିଛନ୍ତି।